ନମସ୍କାର। ନମସ୍କାର। ଜୟ ଜଗନ୍ନାଥ। ଗୁଡ଼ ଆଫ୍ଟରନୁନ୍ ସାଙ୍ଗମାନେ। ଭାଉଜଙ୍କର କାମଧନ୍ଦା ସରିଗଲା। ଆସ ଆମେ ଦେଖିବା ଭାଇ ଭାଉଜଙ୍କ ପାଖରୁ ସୁନ୍ଦର ସୁନ୍ଦର ମଜାଦାର ଢଗ ପ୍ରଶ୍ନ ଶୁଣିବା ଏବଂ ଭିଡ଼ିଓର ମଜା ନେବା। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି କରିଦିଅନ୍ତୁ ସବସ୍କ୍ରାଇବ୍। ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଶୁଣିବାର ମଜା ପାଇପାରିବେ। ସାଙ୍ଗମାନେ ଆଜିର ଭିଡ଼ିଓଟି ବହୁତ ମଜା ଅଛି ଆପଣମାନଙ୍କ ପାଇଁ। ସୁନ୍ଦର ପ୍ରଶ୍ନ ମୁଁ ରଖିଛି। ସାଙ୍ଗମାନେ ଦେଖାଯାଉ ଆପଣମାନେ କମେଣ୍ଟ ବକ୍ସରେ ଦେବେ କି ନାହିଁ, ଆମେ ଖାଲି ଅପେକ୍ଷା ରହିଛୁ। କିନ୍ତୁ ସାଙ୍ଗମାନେ ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ଖୋଲା ରଖିଛୁ। କେବେ ହେଲେ ଅବହେଳା ନ କରି ଜଲ୍ଦି ଜଲ୍ଦି କମେଣ୍ଟରେ ଲେଖିଦିଅନ୍ତୁ। ଭାଉଜ ଆମର ଦେଖିଲା ପରେ ବହୁତ ଖୁସି ହେବେ। ତାହେଲେ ସାଙ୍ଗମାନେ ପ୍ରଥମ ପ୍ରଶ୍ନଟି ରହିଲା ଭାଉଜଙ୍କୁ। ଭାଉଜ ଆଗେ ଶୁଣିବେ, ତାପରେ ଆମ ସାଙ୍ଗମାନେ ଶୁଣିକି କମେଣ୍ଟ ବକ୍ସରେ ଦେବେ। ଦେଖାଯାଉ ଭାଉଜ ଆମର କ'ଣ କହୁଛନ୍ତି, ଶୁଣିନେବା। କହିଲ ଦେଖି, ନାକ, ଜିଭ, କାନ, ଆଖି। ନାକ, ଜିଭ, କାନ, ଆଖି, ଏହି ଚାରୋଟି ଅଙ୍ଗ ମଧ୍ୟରୁ କେଉଁ ଅଙ୍ଗ ବିଶ୍ରାମ ନିଏ ନାହିଁ? ସାଙ୍ଗମାନେ ଆପଣମାନେ ଭଲ ଭାବରେ ବୁଝିନିଅନ୍ତୁ ଭାଉଜ କ'ଣ କହୁଛନ୍ତି, ତାପରେ ଆପଣମାନେ କହିବେ। ଦେଖାଯାଉ ସାଙ୍ଗମାନେ, ପ୍ରଶ୍ନଟି ହେଲା ନାକ, ଜିଭ, କାନ, ଆଖି, ଏହି ଚାରୋଟି ଅଙ୍ଗ ମଧ୍ୟରୁ କେଉଁ ଅଙ୍ଗ ବିଶ୍ରାମ ନିଏ ନାହିଁ? ସାଙ୍ଗମାନେ ଭାଉଜ କ'ଣ କହୁଛନ୍ତି, କ'ଣ କେଉଁଟା ନାକ ବିଶ୍ରାମ ନିଏ ନା? ସାଙ୍ଗମାନେ ଭାଉଜ କହୁଛନ୍ତି ନାକ। ଏଇଟା କ'ଣ ରାଇଟ୍ ଆନ୍ସର୍? ନାହିଁ ସାଙ୍ଗମାନେ, ଆପଣମାନେ ବାଛି ନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ଆମେ ଜାଣୁ ସାଙ୍ଗମାନେ ଆପଣମାନେ ଆମକୁ ଅନେକ ଭଲ ପାଇବା ଦେଇଛନ୍ତି। ଆପଣଙ୍କ ଭଲ ପାଇବା ଯୋଗୁଁ ଆମେ ଆଗକୁ ମାଡ଼ି ଚାଲିଛୁ। ଖାଲି ମାଡ଼ି ଚାଲିଛୁ, କିନ୍ତୁ ଆପଣମାନଙ୍କ ସହଯୋଗ ନିହାତି ଆବଶ୍ୟକ। ଆପଣମାନଙ୍କ ସହଯୋଗ ବିନା ଆମେ କେବେ ହେଲେ ଆଗକୁ ଯାଇପାରିବୁନି। ସାଙ୍ଗମାନେ ଆପଣମାନଙ୍କୁ ରିକ୍ୱେଷ୍ଟ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣମାନଙ୍କ ବନ୍ଧୁ ବାନ୍ଧବ ପରିଜନଙ୍କ ପାଖକୁ ସେୟାର କରନ୍ତୁ। ସେମାନେ ମଧ୍ୟ ଦେଖିବାର ସୁଯୋଗ ନେବେ। ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ, ସାଧାରଣ ଜ୍ଞାନ, ଏଥିରେ କିଛି ଶିଖିବା ଜାଣିବା। ତାହେଲେ ସାଙ୍ଗମାନେ ଭାଉଜ କହିଲେ ନାକ। ଆପଣମାନେ କ'ଣ କହୁଛନ୍ତି? ଆପଣମାନେ ଶୀଘ୍ର ଲେଖିଦିଅନ୍ତୁ, ଆମେ ଦେଖି ଜାଣିପାରିବୁ। ଯଦି ଆପଣମାନେ ଭାଉଜଙ୍କ କଥାରେ ଏକମତ ହୁଅନ୍ତି ତାହେଲେ ନାକ ଲେଖିଦିଅନ୍ତୁ, ନହେଲେ ଆପଣମାନେ କମେଣ୍ଟରେ ଲେଖିଦେବେ। ସାଙ୍ଗମାନେ କମେଣ୍ଟ ଦେଲା ପରେ ଜଣାପଡ଼ିଯିବ ଭାଉଜ ଆମର ଠିକ୍ କହିଛନ୍ତି। ଯଦି ଠିକ୍ କହିଛନ୍ତି ରାଇଟ୍ ଲେଖିଦିଅନ୍ତୁ, ଯଦି ଭୁଲ କହିଛନ୍ତି ଆପଣମାନେ ଯାହା ଜାଣିଛନ୍ତି ଏଥିରୁ ବାଛି ଲେଖି ଦିଅନ୍ତୁ। ନାକ, ଜିଭ, କାନ, ଆଖି, ଏହି ଚାରୋଟି ଅଙ୍ଗ ମଧ୍ୟରୁ କେଉଁ ଅଙ୍ଗ ବିଶ୍ରାମ ନିଏ ନାହିଁ? ପ୍ରଶ୍ନରେ ଥିଲା। ଆପଣମାନେ ଭଲ ଭାବରେ ବାଛି ନିଅନ୍ତୁ। ସାଙ୍ଗମାନେ ଆଜି ସମୟ ହେଇଗଲାଣି, ଆସ ଆମେ ଦେଖିନେବା ସେକେଣ୍ଡ ଢଗ ପ୍ରଶ୍ନ। ସେକେଣ୍ଡ ଢଗ ପ୍ରଶ୍ନଟି ଆଉ ଟିକେ ମଜାଦାର ଅଛି, ମଝିରୁ କାଟନ୍ତୁ ନାହିଁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆମ ପାଇଁ ଟିକେ ସମୟ କାଢ଼ି। ସାଙ୍ଗମାନେ ନିରୋଳା ଦେଖନ୍ତୁ, କୌଣସି ଟେନସନ୍ ନେବାକୁ ପଡ଼ିବ ନାହିଁ। ଆପଣ ହସିବେ, ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଆଜିର ଢଗ ପ୍ରଶ୍ନ ବହୁତ ସୁନ୍ଦର ଅଛି। ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନଟିକି ଆପଣମାନେ ଅପେକ୍ଷା ରହିବେନି, କାହିଁ ଭାଇ ଭାଉଜ ଆମକୁ ପଚାରୁନାହାନ୍ତି ଏପର୍ଯ୍ୟନ୍ତ ପ୍ରଶ୍ନଟି। ସାଙ୍ଗମାନେ ମୁଁ ଷ୍ଟାର୍ଟ କରିଦେଉଛି। ଆସ ଆମେ ଦେଖିନେବା ସେକେଣ୍ଡ ଢଗ ପ୍ରଶ୍ନ। ଭାଉଜ ପ୍ରଥମେ ଶୁଣିବେ, କ'ଣ ଉତ୍ତର ଦେବେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ। ତାହେଲେ ସାଙ୍ଗମାନେ ଆମ କୁନି ପୁଅଟି ଆସିଗଲା ଏବେ ଢଙ୍ଗ ଧମାଲ ପ୍ରଶ୍ନ ମଝିରେ। ଦେଖନ୍ତୁ ସାଙ୍ଗମାନେ, ତାହେଲେ ସାଙ୍ଗମାନେ ପାଠ ପଢ଼ି ସାରିଲାଣି କୁନି ପୁଅ, ଖାତା ଧରିଦେଇ ଚାଲିଗଲା। ଏହି ସମୟ ଭିତରେ ପଚାରିଦେବା ଭାଉଜଙ୍କୁ ସେକେଣ୍ଡ ଢଗ ଧମାଲ ପ୍ରଶ୍ନ। କହିଲ ଦେଖି, କେଉଁ ନଦୀ ଓଲଟା ପ୍ରବାହିତ ହୋଇଥାଏ? ଏମିତି କେଉଁ ନଦୀ ଅଛି, ଭଲକି ଶୁଣ, ଏମିତି କେଉଁ ନଦୀ ଅଛି ଯେ କି ସେ ନଦୀ ଓଲଟା ପ୍ରବାହିତ ହୋଇଥାଏ? ସେ କେଉଁ ନଦୀ? ହଁ ହଁ ସାଙ୍ଗମାନେ ପଛରେ ଖୋଜିଦେବ ଆମ ହେବା। ହଁ ତୁ କହିଦେଲୁ ନମସ୍କାର ଜୟ ଜଗନ୍ନାଥ। ହେଇ ଦେଖୁନୁ, ଏମିତି କେଉଁ ନଦୀ ଅଛି ଯେ କି ସେ ନଦୀ ଓଲଟା ପ୍ରବାହିତ ହୋଇଥାଏ? ଓଲଟା। ଦେଖାଯାଉ ସାଙ୍ଗମାନେ, ଭାଉଜଙ୍କୁ ଅପସନ୍ ଦେବି, ଆପଣମାନେ ସେଥିରୁ ବାଛି ନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଆପଣ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ସାଙ୍ଗମାନେ ଆପଣମାନେ କୁହନ୍ତୁ ସାଙ୍ଗମାନେ, ସେ ଏମିତି କେଉଁ ନଦୀ ହୋଇପାରେ? ମୁଁ ଦେଉଛି, ତାକୁ ବାଛ, ଗୋଟିଏ ବାଜିଗଲା ଯଦି ସେଇଟା ହେଉଛି ସିନ୍ଧୁ, ନର୍ମଦା, କାବେରୀ, ଯମୁନା।
ଏଇ ଏତିକିରୁ ତୁମେ ବାଛି ନିଅ। ଚାରୋଟିରୁ ନିଶ୍ଚିନ୍ତ ଉତ୍ତର ପାଇପାରିବ। ଦେଖାଯାଉ ସାଙ୍ଗମାନେ। ମୁଁ ଉତ୍ତର ଦେବିନି। ଦେବନି? ସାଙ୍ଗମାନେ ଭାଉଜ ମଧ୍ୟ ଏ ଚାରୋଟିରୁ ଜାଣିନାହାନ୍ତି। ଆପଣମାନେ ବାଛି ଦିଅନ୍ତୁ। ଏମିତି କେଉଁ ନଦୀ ଅଛି ଯେ କି ସେ ନଦୀ ଓଲଟା ପ୍ରବାହିତ ହୋଇଥାଏ? ସିନ୍ଧୁ, ନର୍ମଦା, କାବେରୀ, ଯମୁନା। ସାଙ୍ଗମାନେ ଏ ଚାରୋଟିରୁ ବାଛନ୍ତୁ। ଏ ଚାରୋଟିର ଉତ୍ତର ଆପଣମାନେ ନିଶ୍ଚିନ୍ତ ପାଇପାରିବେ। ଏ ଚାରୋଟିର ଉତ୍ତର ଅଛି। ସାଙ୍ଗମାନେ ଆପଣମାନେ ଥରେ ଚିନ୍ତା କରନ୍ତୁ, ନିଶ୍ଚିନ୍ତ ଉତ୍ତର ପାଇପାରିବେ। କିନ୍ତୁ ସମୟ ଦେଇ ଟିକେ ଚିନ୍ତା କରନ୍ତୁ, ଧ୍ୟାନ ଦେଇ ଚିନ୍ତା କରନ୍ତୁ। ଉତ୍ତରଟି ପାଇଲା ପରେ ଆପଣମାନେ କେବେ ହେଲେ ଅବହେଳା କରନ୍ତୁ ନାହିଁ। ଆମ ପାଇଁ ଟିକିଏ ସମୟ କାଢ଼ି ଲେଖି ଦିଅନ୍ତୁ କମେଣ୍ଟ ବକ୍ସରେ। ଆପଣମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ କି କୌଣସି ସମୟ ଅଧିକ ଲାଗିବ ନାହିଁ। ଏତିକି ଭାଇ ଭାଉଜକୁ ଯଦି ଭଲ ପାଇବା ଆପଣମାନଙ୍କର ଥିବ, ନିଶ୍ଚିନ୍ତ ଆପଣମାନେ କମେଣ୍ଟରେ ଲେଖିବେ। ଆମେ ଜାଣୁ ସାଙ୍ଗମାନେ ଆପଣଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଆପଣମାନେ ଆମକୁ ସପୋର୍ଟ ମଧ୍ୟ କରିଛନ୍ତି। ଆପଣଙ୍କ ସପୋର୍ଟ ଯୋଗୁଁ ଆମେ ଏପର୍ଯ୍ୟନ୍ତ କିଛି ବାଟରେ ପହଞ୍ଚି ସାରିଛୁ। ଆଉ ବାଟ ତ ଅନେକ ଲମ୍ବା, କିନ୍ତୁ ଯିବାକୁ ହେଲେ ଆପଣମାନଙ୍କ ସପୋର୍ଟ ଆମ ପାଇଁ ନିହାତି ଆବଶ୍ୟକ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ କଲା ପରେ ଆପଣମାନେ କ'ଣ ଆମ କଥା ଟିକେ ଶୁଣିବେନି? ନିଶ୍ଚିନ୍ତ ଶୁଣିବେ। ଆପଣମାନଙ୍କ ଭଲ ପାଇବା, ଶ୍ରଦ୍ଧା, ସ୍ନେହ ଯୋଗୁଁ ଆମ ଚ୍ୟାନେଲ୍ ଭଲରେ ଚାଲିଛି। ଆମ ଚ୍ୟାନେଲ୍ ପ୍ରତି ସେଇଭଳି ଭଲ ପାଇବା, ଶ୍ରଦ୍ଧା, ସ୍ନେହ ଥାଉ। ଆପଣମାନଙ୍କ ପ୍ରେମ ଯୋଗୁଁ, ଭଲ ପାଇବା ଯୋଗୁଁ ଆମେ ଆଗକୁ ଯିବାର ମାର୍ଗ ଦେଖିପାରିଛୁ। ତାହେଲେ ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନଟି ବହୁତ ମଜା ଅଛି। ଆପଣମାନେ ମଧ୍ୟ ଶୁଣିଲେ। ଆପଣମାନେ ବାଛି ନିଅନ୍ତୁ ସେ କେଉଁ ନଦୀ ହୋଇପାରେ। ସାଙ୍ଗମାନେ ଆଉ ଥରେ କହିଦେଉଛି। ଏମିତି କେଉଁ ନଦୀ ଅଛି ଯେଉଁ ନଦୀ କି ଓଲଟା ପ୍ରବାହିତ ହୋଇଥାଏ? ପ୍ରଶ୍ନର ଉତ୍ତର ପାଇବା ପାଇଁ ଆପଣଙ୍କୁ ଚାରୋଟି ଅପସନ୍ ମୁଁ ଦେଇଛି। ସିନ୍ଧୁ, ନର୍ମଦା, କାବେରୀ, ଯମୁନା। ସାଙ୍ଗମାନେ ଏଥିରୁ ବାଛି ନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଆମେ ଆଶା କରୁ ଆପଣମାନେ ଭଲରେ ଥାନ୍ତୁ। ଏହିଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ। ଯାହା ହଉ ସାଙ୍ଗମାନେ, ଆଜି ତ ସମୟ ହେଇଗଲାଣି। ଆଉ ଏବେ ଆମେ ରହିବୁ, କାରଣ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣମାନଙ୍କ ପାଇଁ ନିଶ୍ଚିନ୍ତ ଆମେ ଆଣିବୁ। ଆପଣମାନେ ଦେଖିବେ, ମଜା ନେବେ। ତାହେଲେ ସାଙ୍ଗମାନେ ଭିଡ଼ିଓଟିକୁ ସେୟାର କରିବାକୁ କେବେ ଭୁଲିବେ ନାହିଁ, କାରଣ ଆପଣମାନଙ୍କ ବନ୍ଧୁବାନ୍ଧବ ସାଥୀ ଯେତେ ଯିଏ ଅଛନ୍ତି ସେମାନଙ୍କ ପାଖକୁ ଟିକେ ସେୟାର କରନ୍ତୁ। ଆମ ଭିଡ଼ିଓ ଦେଖିବାର ସୁଯୋଗ ମଧ୍ୟ ସେମାନେ ପାଇପାରିବେ। ଯଦି ଆପଣମାନେ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ଟିକୁ ଅନ୍ କରିଦିଅନ୍ତି, ତାହେଲେ ୟୁଟ୍ୟୁବ୍ ସର୍ଚ୍ଚ କରି ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ଆମ ଭିଡ଼ିଓଟିକୁ ସେଣ୍ଡ କରିବେ। ଆପଣମାନେ ଦେଖିବାର ସୁଯୋଗ ପାଇପାରିବେ। ତାହେଲେ ସାଙ୍ଗମାନେ ଆଜିର ଭିଡ଼ିଓଟି ଏତିକିରି ରଖୁଛୁ। ଏଇ ଢଗ ଧମାଲ ମଜାଦାର ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ତାହେଲେ ରହିଲୁ ସାଙ୍ଗମାନେ। ଭାଉଜ ଆମର କ'ଣ କହୁଛନ୍ତି? ଭାଉଜ ଆଜି ଖୁସି ଅଛନ୍ତି। ଆଉ ଖୁସି ଅଛନ୍ତି ଟିକେ କୁହ, କ'ଣ ଟିକେ ଗୋଟେ ଗୀତ ବିତ ହଉ ନା ନାହିଁ? ଆଜି ଗୀତ ବିତ ନାହିଁ। ଯାହା ହଉ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ସାଙ୍ଗମାନେ। ରହିଲୁ ଖାଲି କମେଣ୍ଟକୁ ଅପେକ୍ଷା ରହିଲୁ। ଦୁଃଖ କ'ଣ ଖୁସି କ'ଣ ସବୁ ତ ଅଛି, ଲାଗିକି ରହିଛି ନା। ହେଲେ ବି ସବୁବେଳେ ତ ଦୁଃଖରେ ରହିପାରିବୁନି ନା, ସବୁବେଳେ ଇଏରେ ରହିପାରିବୁନି। ତାହେଲେ ରହିଲୁ ସାଙ୍ଗମାନେ। ରହିବା ନା କ'ଣ କହିବ? ସାଙ୍ଗମାନଙ୍କୁ ସବୁବେଳେ ଦୁଃଖ କହିଲେ ସାଙ୍ଗମାନଙ୍କ ମନଟା ଖରାପ ହେବ। ଯେତେ ଦୁଃଖରେ ରହିଲେ ମଧ୍ୟ ଭାଉଜ କହୁଛନ୍ତି କିନ୍ତୁ ଖୁସିଟା ଅଛନ୍ତି ବୋଲି ସାଙ୍ଗମାନଙ୍କୁ ଜଣାନ୍ତୁ। ତାହେଲେ ସାଙ୍ଗମାନେ ଏବେ ଆମେ ରହିଲୁ, ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ଜୟ ଜଗନ୍ନାଥ, ନମସ୍କାର।